नमस्कार। राधानाथ रायଙ୍କ ବଡ଼ପଣ କବିତା ସମ୍ପର୍କରେ ଆଲୋଚନା କରିବା। ରାଧାନାଥ ରାୟ ଆଧୁନିକ ଯୁଗର ପ୍ରତିଷ୍ଠାତା ବୋଲି କୁହାଯାଏ, ଯୁଗ ପ୍ରବର୍ତ୍ତକ ବୋଲି କୁହାଯାଏ। ତାଙ୍କ ଜନ୍ମ 1848 ମସିହାରେ ବାଲେଶ୍ୱର ଜିଲ୍ଲାର କେଦାରପୁର ନାମକ ଗ୍ରାମରେ। ବାଲେଶ୍ୱର ଜିଲ୍ଲାକୁ ସାହିତ୍ୟର ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ସାହିତ୍ୟର ଶ୍ରୀକ୍ଷେତ୍ର ବାଲେଶ୍ୱର ଜିଲ୍ଲାର କେଦାରପୁର ନାମକ ଗ୍ରାମରେ ତାଙ୍କର ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ପ୍ରଥମେ ବଙ୍ଗଳା ଭାଷାରେ କବିତା ରଚନା କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସ୍କୁଲ ଇନ୍ସପେକ୍ଟର ଭୂଦେବ ମୁଖୋପାଧ୍ୟାୟଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସେ ଓଡ଼ିଆ ଭାଷାକୁ ଭାବ ପ୍ରକାଶର ମାଧ୍ୟମ ରୂପେ ଗ୍ରହଣ କରିଥିଲେ ଏବଂ ସେହିଦିନଠାରୁ ସେ ଅନେକ ସାହିତ୍ୟ ସୃଷ୍ଟି ଓଡ଼ିଆ ସାହିତ୍ୟକୁ ଦେଇ ଯାଇଛନ୍ତି। ତାଙ୍କର ସେ ଅନବଦ୍ୟ କୃତିଗୁଡ଼ିକ ମଧ୍ୟରେ ଉଷା, ପାର୍ବତୀ, ନନ୍ଦିକେଶ୍ୱରୀ, କେଦାର ଗୌରୀ, ଚିଲିକା, ମହାଯାତ୍ରା ଇତ୍ୟାଦି ଅନ୍ୟତମ। ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ ବୋଲି ଯାହାକୁ କୁହାଯାଏ, ବିବେକୀର ମଧ୍ୟ ରଚୟିତା ହେଉଛନ୍ତି ରାଧାନାଥ। ରାଧାନାଥଙ୍କ ସୃଷ୍ଟି ସମ୍ଭାରକୁ ଯଦି ଆମେ ବିଶ୍ଳେଷଣ କରିବା, ତାକୁ ମୁଖ୍ୟତଃ 4ଟି ଭାଗରେ ବିଭକ୍ତ କରିପାରିବା। ପ୍ରଥମେ ପ୍ରେମ ଆଖ୍ୟାନମୂଳକ କାବ୍ୟ, ଯେଉଁଥିରେ କି ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, କେଦାର ଗୌରୀ ଇତ୍ୟାଦି କାବ୍ୟ ରହିବ। ତାପରେ ଦ୍ୱିତୀୟରେ ଆମେ ତାଙ୍କ ସାହିତ୍ୟକୁ ପ୍ରକୃତି କାବ୍ୟ ଭାବରେ ନେବା। ପ୍ରକୃତି କାବ୍ୟ ହେଉଛି ଚିଲିକା। ତାଙ୍କର ବ୍ୟଙ୍ଗ କାବ୍ୟ ଯଦି ଆମେ ଦେଖିବା, ବ୍ୟଙ୍ଗ କାବ୍ୟ ହେଉଛି ଆଜିର ଆଲୋଚ୍ୟ ଦରବାର କାବ୍ୟ। ତେଣୁ ଆଉ ଅନ୍ୟାନ୍ୟ ପ୍ରବନ୍ଧ, ତୁଳସୀ ସ୍ତବକ, ବିବେକୀ ଇତ୍ୟାଦି ତାଙ୍କର କୃତି। ଯଦି ବର୍ତ୍ତମାନ ଆମେ ଯାହା ଉପରେ ଆଲୋଚନା କରିବା, ସେ ହେଉଛି ଦରବାର କାବ୍ୟରୁ ଉଦ୍ଧୃତ ବଡ଼ପଣ କବିତା। ଦରବାର କାବ୍ୟର ପୃଷ୍ଠଭୂମି ହେଉଛି ଯେତେବେଳେ ଓଡ଼ିଶାର ବିଶିଷ୍ଟ ନକ୍ଷତ୍ର ବିଜ୍ଞାନୀ ଚନ୍ଦ୍ରଶେଖର ସିଂହ ସାମନ୍ତ, ବା ଆମେ ଯାହାକୁ ପଠାଣି ସାମନ୍ତ ନାଁରେ ଜାଣୁ, ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କ ଯେଉଁ କୃତିତ୍ୱ, ତାଙ୍କର ଯେଉଁ ସିଦ୍ଧାନ୍ତ ଦର୍ପଣ, ଯେଉଁଟାକି ଆଜି ପର୍ଯ୍ୟନ୍ତ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ ଅନବଦ୍ୟ କୃତି ଭାବରେ ସ୍ୱୀକୃତି ଲାଭ କରିଛି, ସେହି ମହାମହିମଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିବା ନିମନ୍ତେ ଇଂରେଜମାନେ କଟକର ବାରବାଟୀ ଠାରେ ଏକ ବିଶାଳ ସଭାର ଆୟୋଜନ କରିଥିଲେ। ସେ ସଭାକୁ ଦରବାର ବୋଲି ସେ କହିଛନ୍ତି। ସେ ସଭାରେ ଉପସ୍ଥିତ ଥିବା ତତ୍କାଳୀନ ରାଜା, ଜମିଦାର, କରଦ ରାଜା, ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକ, ସାହିତ୍ୟିକ, ପ୍ରଶାସକ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଆଉ ସେ ସଭାରେ ଉପସ୍ଥିତ ଥାଇ ସମସ୍ତେ ନିଜ ନିଜର ଯେଉଁ ଗରିମା, ଅହଂ, ବଡ଼ପଣ ଦେଖେଇ ହେଉଥିଲେ, ତାକୁ ସମାଲୋଚନା କରି ବା ବ୍ୟଙ୍ଗ କରି ରାଧାନାଥ ଏହି କାବ୍ୟଟି ରଚନା କରିଥିଲେ। ସେଇଥିରୁ ସଂଗୃହୀତ ହୋଇଛି ଯେ ବାସ୍ତବ ବଡ଼ପଣ ଆମେ କାହାକୁ କହିବା? ଧନର ବଡ଼ପଣ, ନା ଜ୍ଞାନର ବଡ଼ପଣ, ନା କ୍ଷମତାର ବଡ଼ପଣ, ନା ବଳର ବଡ଼ପଣ? ତାର ଗୋଟେ ବଢ଼ିଆ ସୁନ୍ଦର ସଂଜ୍ଞା, ଡେଫିନେସନ୍ ସେ ନିରୂପଣ କରିଛନ୍ତି ଏ କବିତା ମାଧ୍ୟମରେ। ଆମେ ଚାଲନ୍ତୁ, ସମୟ ଆଉ ଅଧିକା ନେବା ନାହିଁ କବି ପରିଚୟରେ, ଆମେ ଆଲୋଚନା କରିବା କବିତା ସମ୍ପର୍କରେ। ସେ ଆରମ୍ଭ କରୁଛନ୍ତି ଯେ ତତ୍କାଳୀନ ରାଜାମାନଙ୍କର ଯେଉଁ କାର୍ଯ୍ୟ ପ୍ରଣାଳୀ ଥିଲା, ସେମାନେ କିଭଳି କାର୍ଯ୍ୟ କରୁଥିଲେ, କିଭଳି ଯେଉଁ ରାଜଧର୍ମରୁ ସେମାନେ ହଟି ଯାଇଥିଲେ। କ'ଣ କରୁଥିଲେ? ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କେଶରୀ ଔରସେ ତୁମ୍ଭେ ସିନା ଶ୍ୱାନ। ଏଠି କ'ଣ କରାଯାଇଛି? ଯେ ରାଜାମାନଙ୍କୁ ମନେ ପକେଇ ଦେଉଛନ୍ତି, ଉପସ୍ଥିତ ରାଜାମାନେ, ତମେ ଆଜି କ୍ଷମତାର ବଡ଼ପଣ ଦେଖେଇ ହେଉଛ, ଅହଙ୍କାର କରୁଛ, କିନ୍ତୁ ତମର ମନେ ନାହିଁ ତମେ କାହାର ସନ୍ତାନ। ତମେ ହେଉଛ ଏଇ ଉତ୍କଳ ମାଟିର ଯେଉଁ ସାର୍ଥକ ଗଜପତି ମାନେ ଥିଲେ, ଯେଉଁମାନେ ଉଦାରବାଦୀ ଥିଲେ, ସେମାନଙ୍କ ଔରସରୁ ତମର ଜନ୍ମ। ତେଣୁ ସେଇ ରାଜାମାନଙ୍କୁ କବି ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କେଶରୀ ଔରସେ ତୁମ୍ଭେ ସିନା ଶ୍ୱାନ। ଅତୀତ ଉତ୍କଳର ଯେଉଁ ସୁନାମ ଧନ୍ୟ ବରେଣ୍ୟ ଗଜପତି ମାନେ ଥିଲେ, ସେମାନଙ୍କୁ କବି ଏଠାରେ କେଶରୀ ବା ସିଂହ ସହିତ ତୁଳନା କରୁଛନ୍ତି। ତାଙ୍କର ଔରସରୁ ଜନ୍ମ ହୋଇଥିବା ତୁମେମାନେ, ଯେଉଁମାନେ ଦରବାରୀ ରାଜା, ଦରବାରରେ ଉପସ୍ଥିତ ଥିଲେ ତତ୍କାଳୀନ କବିଙ୍କ ସମସାମୟିକ କବିମାନଙ୍କୁ ଶ୍ୱାନ ସହିତ ତୁଳନା କରିଛନ୍ତି। ସିଂହ ପେଟରୁ ଜନ୍ମ ହୋଇଥିବା କୁକୁର ତୁମେମାନେ ବୋଲି କହିଛନ୍ତି। କବିତୁଣ୍ଡ ମେଣ୍ଢା ମୁଣ୍ଡ ତେଣୁକରି କୁହାଯାଏ। କବିର ଯେଉଁ ସମାଲୋଚନାର ସ୍ୱର ଏତେ ତୀବ୍ର, ସାହିତ୍ୟ ହିଁ ସବୁ କିଛି। ସାହିତ୍ୟ ସମାଜ ତିଆରି କରିଛି। ସମାଜରେ ଯେତେ ଯେତେ ପରିବର୍ତ୍ତନ ଆସିଛି, ସବୁ ସାହିତ୍ୟର ବରଦାନ, ସାହିତ୍ୟର ଅବଦାନ। ଜଣେ
ବଳରାମ ଦାସ ଘର ଭିତରେ ବିଚାର କଲେ ଯେ ବଡ଼ ଦେଉଳ ଭିତରକୁ ଅସ୍ପୃଶ୍ୟ ଲୋକମାନଙ୍କୁ ଯିବା ବାରଣ ଅଛି, ତାଙ୍କୁ କେମିତି ସେ ଭିତରେ ପୁରେଇ ଦେବେ। ଲକ୍ଷ୍ମୀ ପୁରାଣ ରଚନା କଲେ। ତାର ପ୍ରଭାବ ଏତେ ସୁଦୂର ପ୍ରସାରୀ ଥିଲା, ପରବର୍ତ୍ତୀ ସମୟରେ ଶ୍ରୀକ୍ଷେତ୍ରକୁ ଶ୍ରୀମନ୍ଦିର ମଧ୍ୟକୁ ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରବେଶକୁ ସେ ସୁଗମ କରିଦେଇଥିଲେ। ତେଣୁ କବି ପାଖରେ ଅଖଣ୍ଡ କ୍ଷମତା ଅଛି। ଏଇଠି ସେ ଆଧୁନିକ କବିମାନଙ୍କୁ ରାଜାମାନଙ୍କୁ ଶ୍ୱାନ ଅର୍ଥାତ୍ କୁକୁର ସହିତ ତୁଳନା କରିଛନ୍ତି। ଦ୍ୱିତୀୟ ପଦକୁ ଯିବା। ପୂର୍ବପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗି ଖାଉଥିବ କେତେ କାଳ। ତୁମ ପୂର୍ବପୁରୁଷଙ୍କର ବିଶାଳ ପ୍ରତିଷ୍ଠା ଥିଲା, ସେମାନେ ଯଶସ୍ୱୀ ଥିଲେ, ସେମାନେ କୀର୍ତ୍ତିମାନ ଥିଲେ, ସେମାନଙ୍କର ଯୋଦ୍ଧା ପାଇକମାନେ ଥିଲେ, ରାଜ୍ୟ ପରେ ରାଜ୍ୟ ଜୟ କରୁଥିଲେ, ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଉତ୍କଳର ସାମ୍ରାଜ୍ୟ ବିସ୍ତୃତ ଥିଲା। ତେଣୁ ସେ କହୁଛନ୍ତି ସେ ତୁମ ପୂର୍ବପୁରୁଷଙ୍କର ଯୋଉ ବିଶାଳ ପ୍ରତିଷ୍ଠା ଥିଲା ତାକୁ ବିକି ଭାଙ୍ଗି ଖାଇବା ଅର୍ଥ ବିକିବା କଥା ନୁହଁ, ପ୍ରଚାର କରିକି ତା ପାଇଁ ଗର୍ବ କରିକି ନିଜର କିଛି କୃତିତ୍ୱ ନାହିଁ, ନିଜର କିଛି ଅସ୍ତିତ୍ୱ ନାହିଁ, ନିଜର କିଛି ପରିଚୟ ନାହିଁ, କେବଳ ସେ ଅତୀତ ରାଜାମାନଙ୍କର ପରିଚୟକୁ ନେଇକିରି न बापा जेजମାନଙ୍କର ପରିଚୟକୁ ନେଇକି ତମେ ଖାଲି ଅହଂ ଗର୍ବ କରୁଛ। କେତେ କାଳ ପର୍ଯ୍ୟନ୍ତ ତାକୁ ବିକି ଭାଙ୍ଗିକି ତାକୁ ପ୍ରଚାର ପ୍ରସାର କରିକି ତମେ ଚଳୁଥିବ। ତାକୁ ଆଉ ତିଳେ ସେ ପ୍ରତିଷ୍ଠା ନିଜେ ତିଳେ ନ ବଢାଇ କରୁଥିବ ଆଉ କେତେ ତା ବଢାଇ। ସେ ପ୍ରତିଷ୍ଠା କୋଉ ପ୍ରତିଷ୍ଠା? ତୁମ ପୂର୍ବପୁରୁଷ ତୁମ ବାପ ଜେଜଙ୍କର ଯୋଉ ପ୍ରତିଷ୍ଠା ଥିଲା, ଯୋଉ କୀର୍ତ୍ତି ଥିଲା, ତାକୁ ତିଳ ଅର୍ଥାତ ରାଶି, ଅତି କ୍ଷୁଦ୍ର ବୀଜଟିଏ, ତେଣୁ ତାକୁ ବ୍ୟବହାର କରାଯାଏ କ୍ଷୁଦ୍ର ଅର୍ଥରେ ତିଳେ, ରାଶି ପ୍ରମାଣେ। ଆଉ ଏତିକି ଟିକିଏ ବଢେଇ ପାରିଲନି, ତା ପାଇଁ କେତେ ଗର୍ବ କରୁଥିବ, କେତେ ଅହଂ କରୁଥିବ। ସେ ପ୍ରତିଷ୍ଠା ନିଜେ ତିଳେ ନ ବଢାଇ କରୁଥିବ ଆଉ କେତେ ତା ବଢାଇ। ବଢାଇ ଅର୍ଥାତ ଗର୍ବ, କେତେ ଗର୍ବ ତା ପାଇଁ କରୁଥିବ, ତାକୁ ଆଉ ଟିକେ ବଢେଇ ପାରିଲନି। ସେମାନେ ଯୋଉ ମନ୍ଦିର ତିଆରି କରିଥିଲେ ସେଥିରେ ତାକୁ ମରାମତି କରିପାରିଲନି, ସେ ମନ୍ଦିର ଭାଙ୍ଗି ରୁଜିକି ଧ୍ୱଂସ ହେଇଗଲାଣି, ନଷ୍ଟ ହେଇଗଲାଣି। ସେମାନେ ଯୋଉ କେନାଲ ଖୋଳେଇଥିଲେ, ଯୋଉ ନଦୀ ବନ୍ଧ ତିଆରି କରିଥିଲେ, ସେ କେନାଲ ପୋତି ହେଇଗଲାଣି, ତାକୁ ଟିକେ ମାଟି ଖୋଳି ପାରୁନ। ସେମାନେ ଯୋଉ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାକୁ ବନ୍ଦ କରିଦେଲ, ତାକୁ ଆଗେଇ ପାରିଲନି। କିନ୍ତୁ ସେମାନଙ୍କ ପାଇଁ ଗର୍ବ କରୁଛ ଯେ ମୋ ବାପ ଜେଜ ଏମିତି କରିଥିଲେ। ଥିଲେ ଆଗେ ଯେହୁ ଉତ୍କଳର ସ୍ୱାମୀ, ବହ୍ନି ଶିଖା ଭଳି ସଦା ଊର୍ଦ୍ଧ୍ୱଗାମୀ। ଯୋଉମାନେ ଅତୀତ ଉତ୍କଳର ସ୍ୱାମୀ ଥିଲେ, ସ୍ୱାମୀ ଅର୍ଥାତ୍ ଏଠାରେ ସ୍ୱାମୀ ଶବ୍ଦର ଅନେକ ଅର୍ଥ ଅଛି। ମାଲିକ, ମୁନିବ, ଈଶ୍ୱର, ରାଜା। ଆମେ ଭଗବାନଙ୍କୁ ମଧ୍ୟ ଜଗନ୍ନାଥ ସ୍ୱାମୀ ବୋଲି କହୁ। ସେଇ ଅର୍ଥରେ ଏଇଠି କିନ୍ତୁ ଅତୀତ ଉତ୍କଳର ଶାସକ ମାନେ, ଯୋଉମାନେ ରାଜା ଥିଲେ, ଯୋଉ ଗଜପତି ମାନେ, ସ୍ୱନାମ ଧନ୍ୟ ଗଜପତି ମାନେ ଥିଲେ, ସେମାନଙ୍କ ପାଇଁ ସେ କହୁଛନ୍ତି ଥିଲେ ଆଗେ ଯେହୁ ଉତ୍କଳର ସ୍ୱାମୀ। ତମର ଯୋଉ ବାପ ଜେଜ ମାନେ ଯାହାଙ୍କୁ ନେଇକି ତମେ ଗର୍ବ କରୁଛ, ଯୋଉ ଶାସକ ମାନେ ଥିଲେ, ବହ୍ନି ଶିଖା ଭଳି ସଦା ଊର୍ଦ୍ଧ୍ୱଗାମୀ। ଏଠି ସୁନ୍ଦର ଉପମାଟିଏ ଦେଇଛନ୍ତି। ବହ୍ନି ଅର୍ଥାତ ଅଗ୍ନି, ନିଆଁର ଶିଖାଟି ସବୁଦିନ ଉପରକୁ ଉଠୁଥାଏ। ତେଣୁ ଏଠି ସେ କହୁଛନ୍ତି ଯେ ଯୋଉମାନେ ଅତୀତ ଉତ୍କଳର ଶାସକ ଥିଲେ, ସେମାନଙ୍କର ଚିନ୍ତା, ଚେତନା, ଭାବ, ଭାବନା, କାର୍ଯ୍ୟ ପ୍ରଣାଳୀ, ମାନସିକତା ଅଗ୍ନିର ଶିଖା ଭଳି ସବୁଦିନ ଉଚ୍ଚତର ଥିଲା, ମହତ୍ତର ଥିଲା, ଊର୍ଦ୍ଧ୍ୱଗାମୀ ଥିଲା। ତୁମ୍ଭେ ହୋଇ ସେହି ବଂଶର ସନ୍ତତି, ଜଳଧାରା ଭଳି ହେଲ ଅଧୋଗତି। ତୁମେ ମାନେ ସେଇ ବଂଶର ସନ୍ତାନ ହୋଇ ସେମାନଙ୍କ ଔରସରୁ ଜନ୍ମ ହେଇଛ, ତମେ ହଉଛ ସେମାନଙ୍କର ଉତ୍ତରାଧିକାରୀ। ତମେ ସେଇଥିରୁ ଜନ୍ମ ହେଇକି ଜଳର ଧାରା ଭଳି, ଜଳ ସବୁଦିନେ ଜଳର ଧାରା କଣ? ନିମ୍ନଗାମୀ। କେତେ ସୁନ୍ଦର ସହଜ ସରଳ ଉପମା। ଅତୀତ ଉତ୍କଳ ରାଜା ମାନଙ୍କ ଚିନ୍ତା ଚେତନାକୁ, କାର୍ଯ୍ୟ ପ୍ରଣାଳୀକୁ ସେ ବହ୍ନିର ଶିଖା ସହିତ ତୁଳନା କରିଥିଲେ। ଆଉ ମଞ୍ଚାସୀନ ଦରବାରୀ ରାଜା ମାନଙ୍କର ଚିନ୍ତାଧାରା, କାର୍ଯ୍ୟ ପ୍ରଣାଳୀ, ମାନସିକତାକୁ ଜଳର ଧାରା ସହିତ ତୁଳନା କଲେ, ଯୋଉଟା କି ସବୁଦିନେ ନିମ୍ନଗାମୀ। ତମେ ସବୁଦିନେ ନିଚ ଚିନ୍ତା କଲ, ହୀନ ଚିନ୍ତା କଲ। ପରବର୍ତ୍ତୀ ପଦକୁ ଯିବା। ତୁମ୍ଭ ପିତୃଗଣ ପରମ ଉଦାର, ରାଜ୍ୟ ମଣୁଥିଲେ ଏକ ପରିବାର। ତୁମ୍ଭ ପିତୃଗଣ, ହେ ରାଜା ମାନେ, ହେ ଶାସକ ବୃନ୍ଦ, ତମ ବାପ ଜେଜ ମାନେ ଏତେ ଉଦାରବାଦୀ ଥିଲେ, ଏତେ ମୋହନୀୟ ଥିଲେ, ରାଜ୍ୟ ମଣୁଥିଲେ ଏକ ପରିବାର। ରାଜ୍ୟକୁ ଗୋଟିଏ ପରିବାର ବୋଲି ମନେ କରୁଥିଲେ। ସେମାନେ ଶାସକ ନଥିଲେ, ସେମାନେ ଈଶ୍ୱର ନଥିଲେ, ସେମାନେ କ୍ରୂରାଚାରୀ ଦୁରାଚାରୀ ନଥିଲେ,
तांको पई राज्य थिला परिवार आ सेमाने थिले से परिवार रो मुखिया तेणु सेठी संपर्क राजा प्रजा भितरे शासक शासितर नथिला शोषक शोषितर नथिला थिला पिता पुत्र संपर्क थिला तेणु तुम्भ पितृगण परम उदार एते उदारवादी थिले तुम बापा माने तुम जेज माने से अतीत उत्कल से बरण्य शासक माने राज्य को गोटे परिवार बोली मने करुथिले कहीं गला से ही प्राचीन सुधारा राजा प्रजा एबे हेले बाज पारा से प्राचीन सुधारा सु उत्तम से प्राचीन सुंदर धारा से रीति से प्रथा से परंपरा से चलनी कुआड़े गला राजा प्रजा भितर जो बाप पुअर संपर्क थिला सी तम समय आसला बेलू परिवर्तन हो जाइए कौन है राजा प्रजा एबे हेले बाज पारा एबे राजा प्रजार संपर्क बाज अर्थात चिल छंचाण पारा अर्थात खाद्य आउ खादकर संपर्क शासक शासितर संपर्क शोषक शोषितर संपर्क तुम मान प्रजा मान खाद्य तमे खादक हो जाइछ शोषुच तुम माने परवर्ती पदरे कौन कहले काढ़ी नेला राज भोग विलास प्रजा मुखु तांको श्रमार्जित ग्रास तुम मानकर जो राजभोगर अभिलाष तुम मैंने काढ़ी नहीं न तुमर जो राजभोग जो आभिजात्यपूर्ण जीवन जीवार जो इच्छा जो मानसिकता जो कामना सेटा प्रजा मानक मुहरु से श्रमार्जित कष्ट अर्जित झाड़ बुहा दाना मुठा को मध्य छड़े गला तुम मानकर भोग विलास रहिबार जो इच्छा जो कामना प्रजा मानक मुहरु खाइबा दाना मुठा को जो मौलिक आवश्यकता प्रथम आवश्यकता खाद्य सेति को छड़े गला प्रजा मान ठारू से खाद्य शस्य को तमे लुटी आनीच जबरदस्त आनी निजे भोग विलास रे जीवन जीविका निर्वाह करिछ देशी होई तुम्भे आचरिल नीति निर्मम विदेशी सर्वशोषी नीति विदेशी माने सिना बाहर आसी से माने शोषण करुचंदी किंतु तमे देशर राजा देशर प्रजा मानंकु तमे शोषुच माने केमिति देशी होई तुमे आचरिल केमिति आचरण ग्रहण कल देशर राजा होई देशर शासक होई तमे केमिति आचरण कल निर्मम विदेशी सर्वशोषी नीति निर्मम नाही ममता जहार से निर्मम से निर्मम निष्ठुर विदेशी मानकर सबु किछि शोषी नहीं जीवा नीतिटा को तमे आपणेल तमे ग्रहण कल देशर राजा होई मध्य तमे विदेशी मानकर सबु किछि शोषी नहीं जीवा जो नीति सेटा को तमे मध्य ग्रहण करिनेल सेटा को आचरण करिनेल वात्सल्ये न बांधी प्रजांकर चित विदेशी संगी ने कल तांकु भीत प्रजांक हृदय को राजा प्रजा भितर संपर्क भारतीय संस्कृति रे कौन वात्सल्य वत्सलता जे बापा माँ माने संतान वत्सल भगवान भक्त वत्सल राजा प्रजा वत्सल शिक्षक बा गुरु छात्र वत्सल तेणु जो बापा पुअर संपर्क थिला से वात्सल्यर प्रेम रे से स्नेहर डोरी रे तमे प्रजा मान हृदय को बांधी पारिल नाही कौन कल विदेशी संगी ने अर्थात बंदूक मुନରେ विदेशी बंदूक मुନରେ डरेल तमे से भीत भयभीत करैल मारिदेवार भय देखल जुलुम कल राजा प्रजा भितर आउ से स्नेह संपर्क रहिला नाही वात्सल्य ममता रहिला नाही गंता घर हेला तुमर सर्वस्व सर्वस्व प्रासाद हस्तियस्व तुम मानक सर्वस्व स्व अर्थ निजर सर्वस्व सबुठ निजर तुम मानक तुम गंता घरटा तुम मालखानाटा तुम गोदाम घरटा तुम सबुठ निजर हो गला सबुठ निजर हो गला तुम गाभी हस्ती अश्व तुम तुम प्रासाद बोले अट्टालिका
तुम कोठाटा केमिति रंगीन हब केमिति सबुठु दामिकी हब ସେଇଟା ତମ ପାଇଁ ନିଜର ହେଇଗଲା। ଗାଭୀ ଅର୍ଥାତ୍ ଗାଈ, ତମ ଘୋଡ଼ା ଅଶ୍ଵ, ଘୋଡ଼ା ହସ୍ତୀ ହାତୀ, ତମ କୋଠା ତମ ଗାଈ, ତମ ହାତୀ, ତମ ଘୋଡ଼ା, ଅର୍ଥାତ୍ ତମ ପାଇଁ ଧନଟା ସବୁଠୁ ନିଜର ହେଇଗଲା। ପ୍ରଜା ମରନ୍ତୁ ସରନ୍ତୁ ତମର ତା ପାଇଁ ଚିନ୍ତା ନାହିଁ, କିନ୍ତୁ ତମେ କେମିତି ଆଭିଜାତ୍ୟପୂର୍ଣ୍ଣ ଜୀବନ ଜୀବ ସେଇଟାକୁ ଗୁରୁତ୍ୱ ଦେଇଦେଲ, ସେଇଟା ତମ ପାଇଁ ସବୁଠୁ ନିଜର ହେଇଗଲା। ରାଜଧର୍ମ ହେଲା ପ୍ରଜା ଧନ ବୁହା, ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା। ତମ ପାଇଁ ରାଜଧର୍ମ, ଯୋଉ ରାଜାଙ୍କର ଧର୍ମ ହଉଛି ପ୍ରଜା ପାଳନ, ପ୍ରଜା ପୋଷଣ। ତମ ପାଇଁ କିନ୍ତୁ ରାଜଧର୍ମଟା ହେଇଗଲା ପ୍ରଜା ଧନ ବୁହା, କେବଳ ପ୍ରଜାଙ୍କ ଧନ ବଢିବା, ନାନା ଫନ୍ଦି ଫିକର କରି ପ୍ରଜାମାନଙ୍କ ଠାରୁ କେମିତି କୌଶଳରେ ଅର୍ଥ ସଂଗ୍ରହ କରାଯିବ ସେଇଟା ତମ ପାଇଁ ସବୁଠୁ ନିଜର ହେଇଗଲା। ପ୍ରଜାମାନଙ୍କ ଧନ ବୋହିବା ହେଇଗଲା ତମର ଧର୍ମ। ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା, ମନ୍ତ୍ରୀମାନଙ୍କ ଧର୍ମ ହଉଛି କଣ? ରାଜଶାସନରେ ପ୍ରଜାମାନଙ୍କ ସମସ୍ୟାକୁ ରାଜାଙ୍କ ପାଖରେ ଉପସ୍ଥାପନ କରି ତାର ସମାଧାନର ମାର୍ଗ ନିର୍ଦ୍ଧାରଣ କରିବା, ତଲାସ ଖୋଜିବା। କିନ୍ତୁ ଏଇଠି ମନ୍ତ୍ରୀ ମାନେ ମଧ୍ୟ ପଥ ହୁଡିଗଲେ। ତମେ ମାନେ ଯେମିତି ପ୍ରଜା ପାଳନକୁ ଛାଡିକି ପ୍ରଜା ଧନ ବୋହିବାକୁ ଗୁରୁତ୍ୱ ଦେଲ, ସେମାନେ ମଧ୍ୟ ମନ୍ତ୍ରୀ ମାନେ ମଧ୍ୟ ହେଇଗଲେ ଖଳ, ଦୁଷ୍ଟ, ଖଣ୍ଟ, ଚୋର, କାନ କୁହା, ମନ୍ତ୍ରଣାକାରୀ, ଷଡ଼ଯନ୍ତ୍ରକାରୀ। କେମିତି କେମିତି କଣ କରିକି ଫନ୍ଦି ଫିକର କରିକି ପ୍ରଜାମାନଙ୍କୁ ନାନା ଭାବରେ ଶୋଷଣ କରିକି ମିଥ୍ୟା ମାଲି ମକଦ୍ଦମା ଲଗେଇକି ସେମାନଙ୍କୁ ଦଣ୍ଡ ବିଧାନ କରିକି ସେମାନଙ୍କ ଠାରୁ କେମିତି ଧନଟା ଆଦାୟ କରାଯିବ, ଏଇଟା ହେଇଗଲା ମନ୍ତ୍ରୀ ମାନଙ୍କର କାମ ଆଉ ତମମାନଙ୍କର କାମ। ପରବର୍ତ୍ତୀ ପଦକୁ ଯିବା। ତଣ୍ଡି ଦୁଃଖୀରଙ୍କ ଅରକ୍ଷିତ ରାଣ୍ଡ, ବିଦେଶୀଙ୍କି ଖୁଆଇଲ କୁକୁଟାଣ୍ଡ। କବି କଣ କହିଲେ? କାହାକୁ ତଣ୍ଡିଲ? ତଣ୍ଡିବା ଅର୍ଥାତ୍ ଶୋଷଣ କରିବା। କାହାକୁ ତଣ୍ଡିଲ? ସମାଜର ନିମ୍ନ ବର୍ଗର, ଯୋଉମାନେ ନିଷ୍ପେଷିତ, ନିର୍ଯାତିତ, ଅବହେଳିତ, ପଦଦଳିତ, ଘୃଣିତ, ଲାଞ୍ଛିତ, ବାଞ୍ଛିତ, ନିଷ୍ପେଷିତ, ସର୍ବହରା, ସେମାନଙ୍କୁ ଦୁଃଖୀ, ରଙ୍କ, ଭୋକିଲା, ନିରନ୍ନ, ଅରକ୍ଷିତ, ଯାହାର କେହି ରକ୍ଷାକର୍ତ୍ତା ନାହାନ୍ତି, ଅସହାୟ, ରାଣ୍ଡ, ବିଧବା। ଗୋଟେ ନାରୀ ପାଇଁ ସବୁଠୁ ବଡ ବଳ ହଉଛି ତାର ସ୍ୱାମୀ, ସବୁଠୁ ବଡ ଶକ୍ତି ହଉଛି ତାର ସ୍ୱାମୀ। ବିଧବା ଯେତେବେଳେ ସିଏ ହେଇଯାଏ, ସିଏ ଅସହାୟ ହେଇଯାଏ। ତମେ ସେମାନଙ୍କୁ ମଧ୍ୟ ଛାଡ଼ିନ। ସମାଜର ଯୋଉମାନେ ନିମ୍ନ ବର୍ଗରେ ଅଛନ୍ତି, ଦୁଃଖୀ, ଭୋକିଲା, ଅସହାୟ, ଅନାଥ, ବିଧବା, ସେମାନଙ୍କୁ ମଧ୍ୟ ତମେ ତଣ୍ଡିଲ। ସେଇ ପଇସାରେ, ସେଇ ଅର୍ଥରେ ତମେ ବିଦେଶୀ ମାନଙ୍କୁ ନେଇ କୁକୁଟାଣ୍ଡ, କୁକୁଡ଼ା ଅଣ୍ଡା, ଅର୍ଥାତ୍ ଇଏ ଗୋଟେ ପ୍ରତୀକ, ଉତ୍ତମ ଖାଦ୍ୟର, ଦାମୀ ଭୋଜନର ପ୍ରତୀକ ହଉଛି କୁକୁଟାଣ୍ଡ। ତମେ ସେମାନଙ୍କୁ ନେଇକିରି ଖୁଆଇଲ। ନ ପାଇଲେ ଦୁଃଖୀ ପ୍ରଜା ଖୁଦ କୁଣ୍ଡା, ନେଲ ଘିଅଟା ସଙ୍ଗେ ଛାଗ ମୁଣ୍ଡା। ଦୁଃଖୀ ପ୍ରଜା ଖୁଦ ଟିକେ କି କୁଣ୍ଡା ଟିକେ ପାଇଲେନି। ନିଜେ ପରିଶ୍ରମ କରି ଲହୁ ଲୁହ ଦେଇ ଯୋଉ ଫସଲ ଟିକେ ଆଦାୟ କରିଥିଲେ, ତାର ଶେଷ ଅଂଶ, ତାର ଅଣୁମାତ୍ର ତମେ ସେମାନଙ୍କ ପାଇଁ ରଖିଲ ନାହିଁ। ଖୁଦ କୁଣ୍ଡା ସବୁ ନେଇଗଲ ତମେ। ଆଉ ସେଇଥିରେ ବିଦେଶୀ ମାନଙ୍କୁ ନେଇକି ଘିଅ, ଅଟା, ଛାଗ ମୁଣ୍ଡା, ଅର୍ଥାତ୍ ଛାଗ ବୋଲେ ଛେଳି, ମୁଣ୍ଡା ଅର୍ଥାତ୍ ମାଂସ, ଚେକା ଚେକା ଛେଳି ମାଂସ, ଘିଅ, ଅଟା, କ୍ଷୀରି, ପୁରୀ, ଅଣ୍ଡା, ଏମାନେ ସେମାନଙ୍କୁ ଖାଇବାକୁ ଦେଲ। କିନ୍ତୁ ଯିଏ ଖଟିଥିଲା, ଯିଏ ଝାଳ ବୁହାଇଥିଲା, ତା ପାଇଁ ଖୁଦ ଟିକେ କି କୁଣ୍ଡା ଟିକେ ରହିଲା ନାହିଁ। ଅମାନବିକତା। ତାପରେ କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠ ହୁଣ୍ଡା। କାଣ୍ଡ ଜ୍ଞାନ କହିଲେ ଆମେ ବୁଝୁ ସାଧାରଣ ଜ୍ଞାନ। କାଣ୍ଡ ଜ୍ଞାନହୀନ, ସାଧାରଣ ଜ୍ଞାନ ନଥିବା, କାଣ୍ଡ ପୃଷ୍ଠା, ସରଳ ଅର୍ଥରେ କାଣ୍ଡ ବୋଲେ ଧନୁଷର, ପୃଷ୍ଠା ଅର୍ଥ ପୃଷ୍ଠ ପୋଷଣ କରିବା, ହୁଣ୍ଡା ଯାହାର ଆଗ ପଛ ବିଚାର ନଥିବ, ଅଦୂରଦର୍ଶୀ। এই পদটির কাণ্ড জ্ঞানহীন কাণ্ড পৃষ্ঠ হুন্ডা, অর্থাৎ
साधारण ज्ञान नथिबा तुम होच अस्त्र व्यवसायी। अस्त्र भयंकर जे कि जीवन नहीं पारे ताकू सेमिति ज्ञानी लोक पाखे रहिबा कथा, किंतु साधारण ज्ञान नथिबा लोक पाखे रहिले से तार कु व्यवहार करिवो, असत व्यवहार करिवो तार। तेणुकरी से कहले जे तमे माने योग्य नुह एते बड़ पदवी रे बसिबा पाए, तमे एते बड़ राज्य मानकर एते प्रजा मानकर शासक हेबा पाई योग्य नुह। तेणु से कहले कांड ज्ञान हीन कांड पृष्ठ हुंडा, साधारण ज्ञान वर्जित साधारण ज्ञान शून्य अस्त्र व्यवसायी बोली तांको कहले। अभीष्ट देवता कल लोभ प्रेत नचेतिल खाई विपदर बेत। अभीष्ट देवता इष्ट देवता आम माने जानिछु आम भारतीय सनातन संस्कृति रे मुख्यतः उत्कल रे ओडिसा रे राजा मानकु देवता सहित इष्ट देवता बोली कहा जाए, मुख्य देवता बोली कहा जाए। आम मानकर जेतेबेले जातक लेखा जाए सेतेबेले को मसीहा रे आमे जन्म ग्रहण करथु सेटा लेखा जाए नाही। प्रथमे आरंभ हुए जे उत्कलर गजपति सिंहासन आरोहण करिवार केतेतम वर्ष रे आमे जन्म ग्रहण करिछे। जेमिति कि 9 अंक दुर्भिक्ष पुरी गजपतिंकर सिंहासन आरोहण नवम वर्ष रे दुर्भिक्ष पड़ता बोली ता ना 9 अंक दुर्भिक्ष। आम जातक मध्य लिखा जाए श्री 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 विराज वीरवर नवकोटि कर्णाटक कर्केश्वर गौड़ेश्वर लक्ष्य राजार मौड़मणि श्री दिव्य सिंह देवंक पंचम अंक कि 10म अंक अमक अंक गर्भरु अमक अंक औरसरु पुत्र वा कन्या जात। तेणु आम संस्कृति रे राजा मानकु देवता बोली कहा जाए। एटी से कथा कवि कहते अभीष्ट देवता कल लोभ प्रेत, तमे देवता है कि इष्ट देवता है कि प्रजा मानक पई इष्ट देवता मुख्य देवता है तमे लोभग्रस्त प्रेत। प्रेत सबुठ लोभी, तेणु लोभग्रस्त प्रेत भली कार्य कल नचेतिल खाई विपदर बेत। इंग्रेज माने तम ठारू किमिति कौशल करिकी किमिति विश्वासघातकता करी राज्य नहीं जाइछंती, विपद समय रे पेट माड खाई अर्थात विश्वासघातकतार शिकार है मध्य तमे चेतिलनी, तम मानकर ज्ञान उदय हेलानी, पुणी आउ थे देशी लोक मानकु निज प्रजा मानकु शोषिकी तंडिकी सेही विदेशी मानकु तमे सब धन दौच खाइबाकु दौच सेमानकु देवता भली सत्कार करुछ बोली कवि कहउछंती। सेमानकु सचेतन करे दउछंती कवि तांकर कार्य प्रणाली संपर्क रे जे तमे कोन करूछ, तमे प्रकृति रे किए किंतु तुम कार्यधारा किभली होबा कथा करूछ कोन। परवर्ती पदरे कोन कहिले सदा होई पाप द्रवीण प्रत्याशी प्रजा मध्ये पाप वृद्धि की मनासी। सबुदिने पाप द्रवीण, द्रवीण अर्थात धन ऐश्वर्य, सदा सबु बेले पाप धन रे प्रत्याशा पाइबार आशा। सबुदिने आशा रखिलो पाप धन रे किमिति कौन करिकी मध्य पाप पुण्यर विचार नहीं, धनर लोभ सबुबेले सदा होई पाप द्रवीण प्रत्याशी। सबुबेले पाप धन रे आशा रखिलो, पाप धन पाइबार आशा रखिलो। तेणुकरी प्रजा मध्ये पाप वृद्धि की मनासी, प्रजा मानक मध्य किमिति पाप बढु एहा ही मानसिक कल जे प्रजा माने जदि श्रृंखलित हो जिवे, प्रजा माने जदि धर्माचारी हो जिवे, सतपथर पथिक हेबे ताले तम मानकु धन मिलिबनी। तेणुकरी तमे कहलो प्रजा मानक भितरे किमिति पापटा बढु, पाप बढ़िले तम माने सेमानकु नाना प्रकार कोन करिवो। तापर पदरे कहिले रही थाओ टाकी करी जरिमाना धने पुराई बालागी माल खाना। तमे टाकी की रहिथिबो, छकी की रहिथिबो, जेमिति बग माछ को टाकी की रहे सेमिति रहिथिबो। किए कोटी दोष कला, किए कोटी भूल भटका कला, सांगे सांगे ताकु धरिकी आनिकी जरिमाना पकेकी अर्थदंड पकेकी तार सर्वस्व लुटिकी तमर माल खाना तमर गंता घर तमे ताकु पूर्ण करिवो। बुझी पारिले रही थाओ टाकी करी जरिमाना प्रजा मानक मध्य रे पाप केमिति बढ़िबो एहा ही सब दिने मानसिक कल मन मध्य रे अर्थ चिंता सब बेले रहिला। तेणु प्रजा माने विशृंखलित हेले सेमानकु नाना भावरे धरी
ମାରି ତଣ୍ଡି ଦଣ୍ଡ ଜୋରିମାନା ପକାଇ ସେ ପଇସାରେ ତମର ଗନ୍ତା ଘରକୁ ତମର ମାଲଖାନାକୁ ପୂର୍ଣ୍ଣ କରିବ। ଏଇଆ ସବୁଦିନେ ତମର ମାନସିକ ମନ ମଧ୍ୟରେ ରହିଲା। ଧନର ଲାଳସା ଜାଗ୍ରତେ ସ୍ୱପନେ, ଧନ ବିନୁ ନାହିଁ ଆନ ଚିନ୍ତା ମନେ। କଣ କହିଲେ? ଧନର ଲାଳସା, ଲୋଭ, ଧନ ପ୍ରତି ଲୋଭ ଜାଗ୍ରତେ ସ୍ୱପନେ। ଯେତେବେଳେ ଜାଗ୍ରତ ଅବସ୍ଥାରେ ଥିବା ସେତେବେଳେ ଧନ ଧନ କୋଉଠୁ ଆସିବ? ଆଉ ଶୋଇଲେ ମଧ୍ୟ ତମେ ଧନ ଚିନ୍ତା ହିଁ କଲ, ଧନର ସ୍ୱପ୍ନ ହିଁ ଦେଖିଲ। ତମର ସବୁ ସମୟରେ କାୟ ମନ ବାକ୍ୟରେ ଧନ ପ୍ରତି ଚିନ୍ତା, ଶୟନେ ସପନେ ଜାଗରଣେ ଧନ 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 ପ୍ରତି ଚିନ୍ତା। ଧନ ବିନୁ ନାହିଁ, ବିନୁ ଅର୍ଥାତ୍ ବ୍ୟତୀତ, ଧନ ବ୍ୟତୀତ ଅନ୍ୟ ଚିନ୍ତା ମନ ମଧ୍ୟରେ ନାହିଁ। ତାପରେ କଣ କହିଲେ? ଧନର ସାଫଲ୍ୟ ସୁବ୍ୟୟ କେବଳ, ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ। କଣ କହିଲେ? ଧନର ସାଫଲ୍ୟ, ଧନ କେତେବେଳେ ସାଫଲ୍ୟ ମଣ୍ଡିତ ହୁଏ, ଧନ ଅର୍ଜନଟା କେତେବେଳେ ସଫଳ ହୁଏ। ଅନେକ ଧନ ଅର୍ଜନ କରିବ କିନ୍ତୁ ତାକୁ ଥୋଇ 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 ମରିଯିବ। ସେ ପଇସାରେ ସ୍ତ୍ରୀର ଦେହ ଦେଖେଇ ପାରିବନି, ପୁଅକୁ ଯୋଗ୍ୟ କରିକି ପାଠ ପଢେଇକି ଯୋଗ୍ୟ କରିପାରିବନି, ଝିଅକୁ ଯୋଗ୍ୟ କରିପାରିବନି, ତାର ବାହାଘର କରିପାରିବନି। ସେ ପଇସାକୁ ଦେଖି ଦେଖି ମରିଯିବ ବା ତାର ଅସତ୍ ବ୍ୟବହାର କରିବ ଧନରେ। ଧନ ଅଛି ବୋଲି ଅହଙ୍କାର କରି ସେଥିରେ ଜୁଆ ଖେଳିବା, ସେଥିରେ ମଦ୍ୟପାନ କରିବା, ସେଥିରେ ଅନ୍ୟ ଅସତ୍ ଉପାୟରେ ସେ ଧନକୁ ବ୍ୟବହାର କରିବା, ସେଥିରେ ଧନ ଅର୍ଜନ ସାଫଲ୍ୟ ମଣ୍ଡିତ ହୁଏ ନାହିଁ। କବିଙ୍କର ଭାଷାରେ ବାସ୍ତବରେ ଧନ ଅର୍ଜନ କେତେବେଳେ ସାଫଲ୍ୟ ମଣ୍ଡିତ ହୁଏ? ସୁବ୍ୟୟ, ଉତ୍ତମ କାର୍ଯ୍ୟରେ ବିନିଯୋଗ କରିବା ଦ୍ୱାରା ଧନ ଅର୍ଜନଟା ସଫଳ ହୋଇଥାଏ। ତାକୁ ମାଲଖାନା ଭିତରେ ତମର ସଞ୍ଚୟ କରିକି ନୁହଁ, ତାକୁ ପ୍ରଜା କଲ୍ୟାଣ, ପ୍ରଜା ମଙ୍ଗଳ, ପ୍ରଜାମାନଙ୍କର ହିତ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି କ୍ଷେତ୍ରରେ ତାକୁ ବ୍ୟୟ କରିବା ଦ୍ୱାରା ହିଁ ଧନ ଅର୍ଜନଟା ସାଫଲ୍ୟ ମଣ୍ଡିତ ହେଇଥାଏ। ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ। ଯକ୍ଷ ମାନେ ପୁରାଣରୁ ଆସିଛି ଶବ୍ଦ, କୁବେର ଭଣ୍ଡାରର ଯିଏ ସୁରକ୍ଷା କର୍ତ୍ତା, ସିକ୍ୟୁରିଟି ଗାର୍ଡ, ଜଗୁଆଳି, ତାକୁ କୁହାଯାଏ ଯକ୍ଷ। ସିଏ କଣ କରେ? କେବଳ ଧନକୁ ଜଗିକି ରହେ। ଏଇଠି କବି ତତ୍କାଳୀନ ଦରବାରୀ ରାଜା ମାନଙ୍କୁ ଯକ୍ଷ ସହିତ ତୁଳନା କରିଛନ୍ତି। ତମେ କଣ କରୁଛ? ବିଭିନ୍ନ ମାର୍ଗରେ ଅସତ୍ ଉପାୟରେ ପ୍ରଜାମାନଙ୍କ ଠାରୁ ଅର୍ଥ ଆଦାୟ କରି ତାକୁ କଣ କରିଛ? ତମ ମାଲଖାନା ଭିତରେ ରଖିଛ। ତେଣୁକରି ସେ କହିଲେ କଣ? ଯେ ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ? କିଛି ଫଳ ନାହିଁ ତାକୁ ଜଗିକି। ତାକୁ ଯଦି ସୁବ୍ୟୟ ନ କରିପାରିଲ ଧନ ଅର୍ଜନ ତମର ବ୍ୟର୍ଥ ହେଲା। ତେଣୁ ତାପରେ କଣ କହିଲେ? ମଞ୍ଚେ କେତେ ଆସି କେତେ ଗଲେ ଭାଇ, କିଏ ନେଇ ଗଲା କି ଧନ ମୁଣ୍ଡାଇ। ଏ ଧନ ରଖି ରଖି କଣ କରିବ? ଏ ଜୀବ ଆସିଛି ଜୀବ, ତେଣୁ ଏ ଜୀବ ବୋଲି ନା ଜୀବ, ଯିଏ ଜୀବନି ନାଇଁ ଜୀବ, ନିର୍ଜୀବ। ଆମେ ସମସ୍ତେ ଦିନେ ଏଠୁ ଯିବା, ଏଇଟା ହଉଛି ଧ୍ରୁବ ସତ୍ୟ। ମର୍ତ୍ତ୍ୟ ମଣ୍ଡଳ ଦେହ ବହି, ଦେବତା ହେଲେ ବି ମରଇ, ତେଣୁ ଆମେ ସମସ୍ତେ ଦିନେ ଚାଲିଯିବା। ତେଣୁକରି କଣ କହିଲେ? ଯେ ମଞ୍ଚେ କେତେ ଆସି, ମଞ୍ଚ ମର୍ତ୍ତ୍ୟପୁରକୁ ମଞ୍ଚ ବୋଲି କୁହାଯାଇଛି, ଆକୁ ଗୋଟେ ଷ୍ଟେଜ ବୋଲି କୁହାଯାଇଛି। ଏ ମଞ୍ଚରେ ଆମେ ସମସ୍ତେ ହଉଛି ଅଭିନେତା ଆଉ ଅଭିନେତ୍ରୀ। ଯାହାର ଯେତିକି ସମୟର ଅଭିନୟ କରିବାର ଅଛି ସେତିକି ସମୟ ଆମେ ଅଭିନୟ କରିକି ଏଠୁ ଚାଲିଯିବା। ତେଣୁ ଏ ମଞ୍ଚପୁରକୁ ଆମ ପୂର୍ବରୁ କେତେ ଆସିଲେଣି, କେତେ ଗଲେଣି, ହେଲେ କିଏ କୋଉ ଧନ ମୁଣ୍ଡେଇକି ନେଇଯାଇଛି? ଏଇଠୁ କିଛି ନେଇ ହୁଏନି। ଆପଣ ମାନେ ସମସ୍ତେ ଜାଣିଥିବେ ଉପରେ ଗୋଟେ ବଡ ବୋର୍ଡ ଲେଖା ହେଇଛି, ଲଗେଜ ନଟ୍ ଆଲାଉଡ। ଉପରକୁ କୌଣସି ଧନ ଯିବନି, କୌଣସି ଲଗେଜ ଯିବନି, ସବୁ ଏଇଠି ରହିବ। ତେଣୁ କବି କହିଲେ ଏ ମଞ୍ଚକୁ କେତେ ଆସି କେତେ ଗଲେ ରେ ଭାଇ, କିଏ ନେଇଗଲା କି ଧନ ମୁଣ୍ଡାଇ, କିଏ କୋଉ ଧନ ଏଇଠୁ ନେଇଛି ଛୁଞ୍ଚି ଟିକେ ନେଇପାରିବା ନାହିଁ, କିଛି ନେଇପାରିବା ନାହିଁ। ଯୋଉ ବସ୍ତ୍ର ଖଣ୍ଡାକ ମଧ୍ୟ ପିନ୍ଧିଥିବା ସେତିକି ଆଗ ପଡିଯିବ। ତେଣୁ କବି କହିଲେ ଏଠି ସବୁ ରହିଲା। କଣ ରହିଲା? ସାହିତ୍ୟ ଭାଷାରେ ତାକୁ ଟିକେ ବିଶ୍ଳେଷଣ କଲେ କଣ ରହିଗଲା? ପଡ଼ିତ ରହିଲେ ପଛେ ହାତୀ ଘୋଡ଼ା,
पड़ी तो रहिला सुना रूपा तोड़ा जेते तुमर हाथी जेते तुमर घोड़ा सबू एइठी रहिजिवो एइठी एई मंचरे पड़िकी रहिबो केही जिबेनी साथी पड़ी तो रहिले पछे हाथी घोड़ा जेते घोड़ा जेते प्रसाद जेते रानी जेते धन सुना सबू एइठी पड़िकी रहिबो पड़ी तो रहिला सुना रूपा तोड़ा तोड़ा माने आमे जेमिति फुलर गोछाटाकू फुल तोड़ा बोली कहू सेमिति गोछा गोछा बुझला बुझला पुटला पुटला गदा गदा खेदा खेदा सुना रूपा एइठी ही पड़िकी रहिबो किछि तम सहित जीव नाही पड़ी तो रहिले पछे हाथी घोड़ा पछे माने तुम जीवा पछरे हाथी घोड़ा पड़िकी रहिला सुना रूपा मध्य बुझला एइठी मध्य पड़िकी रहिला आउ कोन पड़ी तो रहिला रतने भास्वर कुबेर भंडार समगंता घर कवि एठी कोन कहउचंदी सुना रूपा पड़िकी रहिला पड़ी तो रहिला रत्ने भास्वर विभिन्न प्रकार रत्न सुना रूपा हीरा लीला मोती माणिक वैदुर्य इत्यादि विभिन्न प्रकार रत्न झलसुवा झटकुवा भास्वरित होतिबा चमकुथिबा ए जो कुबेर भंडार तुल्य गंताघरटा मध्य एइठी रहिजिवो तम परे आउ जने तार मालिक कहू तेणुकरी कौन कहले कवि जे तम पछान्ते तम जीवा परे मृत्यु परे तुम अवर्तमान रे तुम हाथी घोड़ा सुना रूपा एइठी रहिबो तुमर जो आज विभिन्न प्रकार रत्न झलसुची से कुबेर भंडार सम ताको तुलना करचंदी राजा मानकर भंडार घर को कुबेर भंडार सहित सी मध्य एइठी रहिबो आज पई एतिकी परवर्ती भाग 2 रे आमे आसंता काली पुणी तार अवशिष्टांश आलोचना करिवा जदि भल लगी थाए जदि आपण माने ए पाठ को आवश्यक मन करूछंती सुनिबा पई चाहूछंती तेबे कमेंट करिवे कमेंट द्वारा जणाइबे लाइक करिवे धन्यवाद नमस्ते।